बंधु माने चलित वर्ष 30 एप्रिल बुधवार दिन पड़ाक जाऊँगी पवित्र अक्षय तृतीया। एही अक्षय तृतीया आम हिंदू धर्म में अनेक महत्व एवं विशेषत्व रही। माना जाए जे अक्षय तृतीया दिन आपण जो भी कार्य करिथांती तार फल अक्षय होता है, अर्थात ता केबे भी आपण निष्फल होई न थाए। सेथिपाई एही अक्षय तृतीया दिन अनेक जिनिस किणिबार मध्य नियम रही। विशेषकर एही दिन सुना चांदी किणिबाकू बहुत शुभ बोली माना जाए। माना जाए एही दिन सुना चांदी किणिबा द्वारा गृह रे धन धान्य रे अभिवृद्धि होता है। तो बंधु मैंने वर्तमान सुना रूपार दरदाम जेतिकी हेलाणी प्रत्येक व्यक्ति सुना रूपा किणिबा समस्तक पक्षरे संभव नुहे। तेणु आपण जदि अक्षय तृतीय सुना रूपा किणी पारु नाहांती तेबे सुना रूपा बदल रे आपण एपरि किछि सस्ता जिनिस मध्य एही दिन किणी परिबे, जहा आपणको सुना रूपा किणिबार फल प्रदान करिवो। अर्थात आपण सुना रूपा किणिबा द्वारा आपणको जेउ फल प्राप्ति हेबा कथा एही सस्ता जिनिस गुड़िक किणिले मध्य आपणको सेही फल प्राप्ति हेबो। आपणको गृह रे धन धान्यर अभिवृद्धि हेबो, गृह रे माँ लक्ष्मी को स्थायी निवास हेबो। तो बंधु मैंने आज वीडियो रे मु आपण मानकु सेहीपरि किछि सस्ता जिनिस विषय रे किछि कहबाकू जाउछि, ଯେଉଁ ଜିନିଷ ଗୁଡ଼ିକ ଆପଣ ପବିତ୍ର ଅକ୍ଷୟ ତୃତୀୟା ଦିନ ନିଜ ଘରକୁ ନିଶ୍ଚିନ୍ତ ଭାବରେ କିଣିକି ଆଣିବା ଉଚିତ। ଏହି ଜିନିଷ ଗୁଡ଼ିକ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ନିଜ ଘରକୁ କିଣିକି ନେଇ ଆସୁଛନ୍ତି ତ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ, ଗୃହରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ନିବାସ ହେବ, ଆପଣଙ୍କର ଉତ୍ତମତମ ଉନ୍ନତି ହେବାକୁ ଲାଗିବ। ବନ୍ଧୁମାନେ, ଅକ୍ଷୟ ତୃତୀୟା ଦିନଟିକୁ ସର୍ବସ୍ତ ସିଦ୍ଧି ଦିନ ବନିଥାଏ। ଯେମିତି ଆପଣମାନେ ଦୀପାବଳି ଦିନ ଦେବୀ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି, ଠିକ୍ ସେହିଭଳି ଅକ୍ଷୟ ତୃତୀୟା ଦିନ ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ତ ବନ୍ଧୁମାନେ ଆସନ୍ତୁ ଆମେମାନେ ଜାଣିନେବା ଯେ ପବିତ୍ର ଅକ୍ଷୟ ତୃତୀୟା ଦିନ ଆପଣ ସୁନା ଚାନ୍ଦି ବଦଳରେ କେଉଁ ଜିନିଷ ନିଜ ଘରକୁ ଆଣିପାରିବେ। ତେବେ ତାହା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ତ ବନ୍ଧୁମାନେ, ପ୍ରଥମ ଜିନିଷଟି ହେଉଛି ସୋରିଷ। ଆପଣଙ୍କୁ ଅକ୍ଷୟ ତୃତୀୟା ଦିନ ହଳଦିଆ ରଙ୍ଗର ସୋରିଷ ନିଜ ଘରକୁ ଆଣିବାର ଅଛି, କିମ୍ବା ଯଦି ଆପଣ ପୂର୍ବରୁ ହିଁ ଘରେ ହଳଦିଆ ରଙ୍ଗର ସୋରିଷ ରହିଛି ତ ଆପଣ ଏହାକୁ ନେଇ ନିଜ ପୂଜା ଘରେ ପୂଜା କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ। ତ ଅକ୍ଷୟ ତୃତୀୟା ଦିନ ଆପଣ ହଳଦିଆ ରଙ୍ଗର ସୋରିଷ ଦାନାକୁ ମା ଲକ୍ଷ୍ମୀଙ୍କ ନିକଟରେ ପୂଜା କରନ୍ତୁ। ତାପରେ ଏହାକୁ ଏକ ହଳଦିଆ ରଙ୍ଗର କପଡ଼ାରେ ଗୁଡ଼ାଇ ବାନ୍ଧି ନିଅନ୍ତୁ। ଏହାକୁ ଆପଣଙ୍କର ପୂଜା ସ୍ଥାନରେ ରଖନ୍ତୁ। ଦେଖିବେ ଆପଣଙ୍କ ଗୃହରେ ଧନ ଧାନ୍ୟର ବୃଦ୍ଧି ହେବାକୁ ଲାଗିବ। ଏହା ବ୍ୟତୀତ ଯଦି ଘର ଉପରେ କୌଣସି ନଜର ଦୋଷ ରହିଥିବ ତେବେ ତାହା ମଧ୍ୟ ଦୂର ହୋଇଯିବ। ଦ୍ୱିତୀୟ ଜିନିଷଟି ହେଉଛି ସନ୍ଧବ ଲବଣ। ଏପରି ମାନ୍ୟତା ରହିଛି ଯେ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ଘରକୁ ସନ୍ଧବ ଲବଣ କିଣିକି ଆଣୁଛନ୍ତି ତ ଆପଣଙ୍କ ଗୃହ ପାଇଁ ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ। ତେବେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାର ଅଛି ଯେ ଅକ୍ଷୟ ତୃତୀୟା ଦିନ ଆପଣ ଯେମିତି ଏହି ଲୁଣର ସେବନ କରନ୍ତି। ତୃତୀୟ ଜିନିଷଟି ହେଉଛି ତୁଳା, କପାର ତୁଳା। ଯଦି ଆପଣ ଅକ୍ଷୟ ତୃତୀୟା ଦିନ କପାର ତୁଳା ନିଜ ଘରକୁ କିଣିକି ଆଣୁଛନ୍ତି ଏବଂ ଆପଣ ପ୍ରତ୍ୟେକ ଦିନ ପୂଜା ଘରେ ପୂଜା କରିବା ସମୟରେ ଏହାକୁ ବ୍ୟବହାର କରନ୍ତି ତ ଗୃହରେ ଧନ ଧାନ୍ୟର ବୃଦ୍ଧି ହୋଇଥାଏ। ଚତୁର୍ଥ ଜିନିଷଟି ହେଉଛି ଫଳ। ଯଦି ଅକ୍ଷୟ ତୃତୀୟା ଦିନ ଆପଣ ନିଜ ଘରକୁ ଫଳ କିଣିକି ଆଣୁଛନ୍ତି ତ ଏହାଦ୍ୱାରା ଆପଣଙ୍କ ଗୃହରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। ପଞ୍ଚମରେ ସବୁଠାରୁ ବିଶେଷ ଜିନିଷ ହେଉଛି ମାଟିର ଦୀପ। ମାଟିର ଦୀପକୁ ସୁନା ସହିତ ସମାନ ବୋଲି ମାନା ଯାଇଛି। ତ ଅକ୍ଷୟ ତୃତୀୟା ଦିନ ଯଦି ଆପଣ ନିଜ ଘରକୁ ମାଟିର ଦୀପ କିଣିକି ଆଣୁଛନ୍ତି ଏବଂ ତାପରେ ପ୍ରତିଦିନ ତାକୁ ଆପଣ ଈଶ୍ୱରଙ୍କ ସମ୍ମୁଖରେ ପ୍ରଚଳନ କରୁଛନ୍ତି ତ ଏହାଦ୍ୱାରା ଆପଣଙ୍କ ଜୀବନକୁ ବିଭିନ୍ନ ଦିଗରୁ ଧନ ଆସିବା ଆରମ୍ଭ ହୋଇଯାଇଥାଏ। ଆପଣଙ୍କୁ ରୋଜଗାର କରିବାର ଅନେକ ସ୍ରୋତ ମିଳିଯାଇଥାଏ। ଏସବୁ ହେଉଛି ବହୁତ ଶସ୍ତା ଜିନିଷ ଯାହାକୁ ଯେକୌଣସି ବ୍ୟକ୍ତି ଅକ୍ଷୟ ତୃତୀୟା ଦିନ କିଣିପାରିବ। ଏହା ବ୍ୟତୀତ ଆଉ ଗୋଟିଏ ମୂଲ୍ୟବାନ ଜିନିଷ ମଧ୍ୟ ରହିଛି ଯାହା ଆପଣ ଅକ୍ଷୟ ତୃତୀୟା ଦିନ କିଣିପାରିବେ। ତ ଯେମିତିକି ଶଙ୍ଖ, ଗୋମତୀ ଚକ୍ର, କଉଡ଼ି, ସୁନା କିମ୍ବା ଚାନ୍ଦିର ମୁଦ୍ରା, ସୁନା କିମ୍ବା ରୂପା ଅଳଙ୍କାର, ଏସବୁ ଜିନିଷ ମଧ୍ୟ ଆପଣ ଅକ୍ଷୟ ତୃତୀୟା ଦିନ କିଣିପାରିବେ। ତେବେ ବନ୍ଧୁମାନେ, ଏହା ଥିଲା ସେହି ସବୁ ଶସ୍ତା ଜିନିଷ ଯେଉଁଗୁଡ଼ିକ ଆପଣ ଅକ୍ଷୟ ତୃତୀୟା ଦିନ ଘରକୁ କିଣିକି ଆଣିପାରିବେ ଏବଂ ଏହିସବୁ ଜିନିଷକୁ ଅକ୍ଷୟ ତୃତୀୟା ଦିନ ଘରକୁ କିଣିକି ଆଣିବା ଦ୍ୱାରା ଆପଣଙ୍କ ଗୃହରେ ଉନ୍ନତି ହେବ। ଏବେ ଆସନ୍ତୁ ଜାଣିନେବା ଆମର ଯେଉଁ 12ଟି ରାଶି ରହିଛି। ଆପଣଙ୍କ ରାଶି ଅନୁସାରେ ଆପଣ ଏହି ଦିନ କେଉଁ ଜିନିଷ ନିଜ ଘରକୁ କେଉଁ ଜିନିଷ ଆଣିବା ଦ୍ୱାରା ଏହା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିବ। ତ ବନ୍ଧୁମାନେ, ଯଦି ଆପଣଙ୍କର ମେଷ ରାଶି ଅଟେ ତ ଅକ୍ଷୟ ତୃତୀୟା ଦିନ ଆପଣ ଘରକୁ ମସୁର ଡାଲି କିଣିକି ଆଣନ୍ତୁ।
ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ମଜବୁତ ହେବେ ଏବଂ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ଦ୍ୱିତୀୟରେ ବୃଷ ରାଶି, ଯାହାଙ୍କର ଇଷ୍ଟଦେବୀ ମା ଲକ୍ଷ୍ମୀ ଅଟନ୍ତି। ତ ଆପଣ ଅକ୍ଷୟ ତୃତୀୟା ଦିନ ଚାଉଳ କିଣିକି ଆଣନ୍ତୁ। ଯଦି ଅକ୍ଷୟ ତୃତୀୟା ଦିନ ଆପଣ ଘରକୁ ଚାଉଳ କିଣିକି ଆଣନ୍ତି ତ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଅପାର କୃପା ପ୍ରାପ୍ତି ହେବ ଏବଂ ପୁରା ବର୍ଷ ଆପଣଙ୍କୁ ବିଭିନ୍ନ ଦିଗରୁ ଧନ ପ୍ରାପ୍ତି ହେବ। ତୃତୀୟରେ ହେଉଛି ମିଥୁନ ରାଶି, ଯାହାଙ୍କର ଇଷ୍ଟଦେବ ହେଉଛନ୍ତି ବୁଧ ଗ୍ରହ। ତ ଆପଣ ଏହି ପବିତ୍ର ଅକ୍ଷୟ ତୃତୀୟା ଦିନ ସବୁଜ ରଙ୍ଗର ମୁଗ କିଣିକି ଆଣନ୍ତୁ। ଏମିତିରେ ଆପଣ ଚାହିଁଲେ ଧଣିଆ ମଧ୍ୟ କିଣିପାରିବେ ଏବଂ ଆପଣ ଚାହିଁଲେ ନୂଆ ବସ୍ତ୍ର ମଧ୍ୟ ଆପଣ ଏହି ଦିନ କିଣିପାରିବେ, କାରଣ ଅକ୍ଷୟ ତୃତୀୟାର ଦିନଟିକୁ ବହୁତ ହିଁ ଶୁଭ ମାନାଯାଇଥାଏ। ସେଥିପାଇଁ ଆପଣଙ୍କର ଯଦି ମିଥୁନ ରାଶି ଅଟେ ତ ଅକ୍ଷୟ ତୃତୀୟା ଦିନ ଆପଣ ସବୁଜ ରଙ୍ଗର ମୁଗ କିମ୍ବା ଧଣିଆ କିମ୍ବା ନୂଆ ବସ୍ତ୍ର ନିଶ୍ଚିତ ଭାବରେ କିଣନ୍ତୁ। ତେବେ ଯଦି ଆପଣ ମୁଗ କିମ୍ବା ଧଣିଆ ଆଣୁଛନ୍ତି ତ ଏହାକୁ ଆପଣ ଅକ୍ଷୟ ତୃତୀୟା ଦିନ ଖାଆନ୍ତୁ ନାହିଁ। ଏହାକୁ ଆପଣ ମା ଲକ୍ଷ୍ମୀଙ୍କ ନିକଟରେ ପୂଜା କରନ୍ତୁ। ତା ପରଦିନ ଆପଣ ଏହାକୁ ଖାଇପାରିବେ। ଚତୁର୍ଥରେ ହେଉଛି କର୍କଟ ରାଶି, ଆପଣଙ୍କର ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ରମା। ତ ଏହି ଅକ୍ଷୟ ତୃତୀୟା ଦିନ ଆପଣ କ୍ଷୀର ନିଜ ଘରକୁ କିଣିକି ଆଣନ୍ତୁ କିମ୍ବା ଧଳା ରଙ୍ଗର କୌଣସି ମିଠା ମଧ୍ୟ ଆପଣ ଘରକୁ କିଣିକି ଆଣିପାରିବେ। ଆପଣ ଏହି ଦିନ ଚାଉଳ ମଧ୍ୟ କିଣିପାରିବେ। ତ ଆପଣ ଅକ୍ଷୟ ତୃତୀୟା ଦିନ କ୍ଷୀର ଜାତୀୟ ଜିନିଷ କିମ୍ବା ଚାଉଳ ନିଜ ଘରକୁ ନିଶ୍ଚିତ ଭାବରେ ନେଇକି ଆସନ୍ତୁ। ଏହାପରେ ହେଉଛି ସିଂହ ରାଶି। ସିଂହ ରାଶିର ରାଶିଧିପତି ହେଉଛନ୍ତି ସୂର୍ଯ୍ୟ। ତ ଆପଣ ଅକ୍ଷୟ ତୃତୀୟା ଦିନ ଲାଲ ରଙ୍ଗର ଫଳ କିଣନ୍ତୁ କିମ୍ବା ଆପଣ ତମ୍ବାର କୌଣସି ପାତ୍ର ମଧ୍ୟ ଏହି ଦିନ କିଣିପାରିବେ। ଏହାପରେ ହେଉଛି କନ୍ୟା ରାଶି। ତ ଆପଣ ଅକ୍ଷୟ ତୃତୀୟା ଦିନ ମୁଗ ଡାଲି କିଣିକି ଆଣନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଶାନ୍ତିର ବୃଦ୍ଧି ହେବ। ତେବେ ଆପଣ ସବୁଜ ରଙ୍ଗର ମୁଗ କିଣିପାରିବେ ନାହିଁ। ଆପଣଙ୍କୁ ମୁଗ ଡାଲି କିଣିବାର ଅଛି ଯାହାକି ହଳଦିଆ ରଙ୍ଗର ଅଟେ। ଏହାପରେ ହେଉଛି ତୁଳା ରାଶି। ତ ତୁଳା ରାଶିର ରାଶିଧିପତି ହେଉଛନ୍ତି ଶୁକ୍ର। ତ ଆପଣ ଅକ୍ଷୟ ତୃତୀୟା ଦିନ ଚିନି ଏବଂ ଚାଉଳ ଘରକୁ କିଣିକି ନେଇକି ଆସନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଯଦି ଅକ୍ଷୟ ତୃତୀୟା ଦିନ ଚାଉଳ ଏବଂ ଚିନି କିଣିକି ଆଣନ୍ତି ତ ଆପଣଙ୍କ ଗୃହରେ ସୁଖ ସମୃଦ୍ଧିର ବୃଦ୍ଧି ହେବ, କାରଣ ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ହେବେ। ଏହାପରେ ହେଉଛି ବିଛା ରାଶି। ତ ଆପଣ ଅକ୍ଷୟ ତୃତୀୟା ଦିନ ଗୁଡ଼ ଏବଂ ପାଣି କିଣିକି ଆଣିପାରିବେ। ଆମର ଯେଉଁ ପାଣି ବୋତଲ ଆସୁଛି ତାକୁ ଆପଣ କିଣିକି ଆଣିପାରିବେ ଏବଂ ଗୁଡ଼ ମଧ୍ୟ ଆପଣ ଆଣିବା ଉଚିତ। ଯେଉଁ ଗୁଡ଼ ଆଣିବେ ଆପଣ ତାକୁ ମା ଲକ୍ଷ୍ମୀଙ୍କ ନିକଟରେ ଭୋଗ କରିବେ। ତାପରେ ଏହାକୁ ଆପଣ ପ୍ରସାଦ ଭାବରେ ଗ୍ରହଣ କରିବେ। ଏହାପରେ ହେଉଛି ଧନୁ ରାଶି। ଧନୁ ରାଶିର ରାଶିଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ତ ଆପଣ ଅକ୍ଷୟ ତୃତୀୟା ଦିନ ହଳଦିଆ ରଙ୍ଗର ବସ୍ତ୍ର ବା ପାଚିଲା କଦଳୀ କିଣିକି ଆଣନ୍ତୁ। ଯଦି ଆପଣ ଅକ୍ଷୟ ତୃତୀୟା ଦିନ ହଳଦିଆ ରଙ୍ଗର ବସ୍ତ୍ର କିମ୍ବା ପାଚିଲା କଦଳୀ ଯାହାକି ହଳଦିଆ ରଙ୍ଗର ହୋଇଥିବ ଆପଣ ଘରକୁ ଆଣିବେ ତ ସାରା ବର୍ଷ ଆପଣଙ୍କ ଗୃହରେ ଧନଧାନ୍ୟ ଏବଂ ସୁଖ ସମୃଦ୍ଧିର ବୃଦ୍ଧି ହେବ। ଜୀବନରେ ଆପଣଙ୍କ ଯେଉଁ କଷ୍ଟ ଲାଗି ରହିଛି, ଆର୍ଥିକ ସମସ୍ୟା ହେଉ, ସନ୍ତାନକୁ ନେଇ ହେଉ, ସେସବୁ ଆପଣଙ୍କର ଦୂର ହୋଇଯିବ। ଏହାପରେ ହେଉଛି ମକର ରାଶି। ତ ଆପଣ ପବିତ୍ର ଅକ୍ଷୟ ତୃତୀୟା ଦିନ ବିରି ଡାଲି ଯାହାକି କଳା ରଙ୍ଗର ଅଟେ, କଳା ରଙ୍ଗର ବିରି କିମ୍ବା ଆପଣ ଦହି ଏହି ଦିନ କିଣିକି ଆଣନ୍ତୁ। ବନ୍ଧୁମାନେ, ଆପଣମାନେ ଯଦି ଅକ୍ଷୟ ତୃତୀୟା ଦିନ ସୁନା କିଣିପାରୁନାହାନ୍ତି ତ ରାଶି ଅନୁସାରେ ଯଦି ଆପଣ ଜିନିଷ ଆଣୁଛନ୍ତି ତ ଆପଣଙ୍କୁ ତାହା ସୁନା କିଣିବା ଭଳି ଫଳ ପ୍ରଦାନ କରିପାରିବ। ଏହାପରେ ହେଉଛି କୁମ୍ଭ ରାଶି। ତ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ପବିତ୍ର ଅକ୍ଷୟ ତୃତୀୟା ଦିନ ଆପଣ କଳା ରାଶି କିମ୍ବା ବସ୍ତ୍ର କିଣିକି ଆଣନ୍ତୁ। ତେବେ ବସ୍ତ୍ର ଆପଣ କୌଣସି ବି ରଙ୍ଗର କିଣିପାରିବେ, କିନ୍ତୁ କଳା ରାଶି ଆପଣଙ୍କୁ ଆଣିବାର ଅଛି। ଏହାପରେ ହେଉଛି ମୀନ ରାଶି। ତ ମୀନ ରାଶିର ବ୍ୟକ୍ତିବିଶେଷମାନେ ଅକ୍ଷୟ ତୃତୀୟା ଦିନ ହଳଦୀ ଏବଂ ଚଣା ଡାଲି କିଣିକି ଆଣନ୍ତୁ। ଚଣା ଡାଲି ଅର୍ଥାତ୍ ଆପଣ ବୁଟ ଡାଲି ଏହି ଦିନ କିଣିକି ଆଣିପାରିବେ, କାରଣ ଆପଣଙ୍କର ରାଶିଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ତ ଆପଣ ଯଦି ଅକ୍ଷୟ ତୃତୀୟା ଦିନ ଏହି ଜିନିଷ କିଣିକି ଆଣୁଛନ୍ତି ତ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଗୁଡ଼ିକ ଦୂର ହୋଇଯିବ ଏବଂ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ଅକ୍ଷୟ ତୃତୀୟା ଦିନ ହଳଦୀ ଏବଂ ବୁଟ ଡାଲି କିଣିବା ଦ୍ୱାରା ଆପଣଙ୍କୁ ପୁଣ୍ୟ ଫଳ ପ୍ରାପ୍ତି ହେବ। ତ ବନ୍ଧୁମାନେ, ଆଜିର ଏହି ଭିଡ଼ିଓରେ ଆପଣମାନେ ଜାଣିଲେ ଯେ ଅକ୍ଷୟ ତୃତୀୟା ଦିନ ଆପଣ କେଉଁ ଜିନିଷ କିଣିପାରିବେ ଏବଂ ଆପଣଙ୍କ ରାଶି ଆଧାରରେ ଆପଣ କେଉଁ ଜିନିଷ କିଣିବା ଦ୍ୱାରା ଅକ୍ଷୟ ତୃତୀୟାର 100 ଗୁଣ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହୋଇପାରିବ। ତ ବନ୍ଧୁମାନେ, ଆପଣ ଚେଷ୍ଟା କରନ୍ତୁ ନିଜ ରାଶି ହିସାବରେ ଏହି ଦିନ ଜିନିଷ କିଣିବା ପାଇଁ, କାରଣ ରାଶି ହିସାବରେ ମଧ୍ୟ ମୁଁ ଆପଣଙ୍କୁ ଯେଉଁ ଯେଉଁ ଜିନିଷ ଗୁଡ଼ିକ କହିଲି ସେଗୁଡ଼ିକ ମଧ୍ୟ ବହୁତ ଶସ୍ତା ହୋଇଥାଏ, ଯାହାକୁ କି ପ୍ରତ୍ୟେକ ବ୍ୟକ୍ତି କିଣିବାରେ ସମର୍ଥ ହୋଇପାରିବେ। ତେଣୁ ଅକ୍ଷୟ ତୃତୀୟା ଦିନ ଶୁଭ ମୁହୂର୍ତ୍ତରେ ଆପଣ ନିଶ୍ଚିତ ଭାବରେ ଏହି ଜିନିଷ ଗୁଡ଼ିକ ଘରକୁ କିଣିକି ଆଣନ୍ତୁ ଏବଂ ମା ଲକ୍ଷ୍ମୀଙ୍କ ନିକଟରେ ଏସବୁକୁ ପୂଜା କରନ୍ତୁ। ତା ପରଦିନ ଠାରୁ ଆପଣ ଏସବୁକୁ ବ୍ୟବହାର କରିପାରିବେ।
ତେବେ ବନ୍ଧୁମାନେ ଆଉ ଗୋଟିଏ କଥା, ଅକ୍ଷୟ ତୃତୀୟା ଦିନ ଆପଣମାନେ ଛତୁ ନିଶ୍ଚୟ ଖାଆନ୍ତୁ ଏବଂ ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କୁ ଆପଣ ଚଣା ଭୋଗ ଲଗାନ୍ତୁ। ତାପରେ ସମ୍ପୂର୍ଣ୍ଣ ପରିବାର ସହିତ ଆପଣ ଏସବୁ ଗ୍ରହଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ପ୍ରଭୁ ଶ୍ରୀ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବ, ଯାହାଫଳରେ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ସମସ୍ୟା ଦୂର ହୋଇଯିବ, ଗୃହର ଉନ୍ନତି ହେବ, ଗୃହରେ ସୁଖ ସମୃଦ୍ଧିର ଆଗମନ ହେବ, ଧନଧାନ୍ୟରେ ବୃଦ୍ଧି ହେବ। ଆପଣଙ୍କ ଜୀବନରେ ଯାହା ସବୁ ସମସ୍ୟା ଚାଲିଥିଲା ଆପଣ ଦେଖିବେ ତାହା ଧୀରେ ଧୀରେ ଦୂର ହୋଇଯିବ। ଯଦି ଆପଣଙ୍କ ପାଖରେ କୌଣସି ରୋଜଗାର ନଥିଲା, ଆପଣଙ୍କୁ ରୋଜଗାରର ବାଟ ମିଳିଯିବ, ଆପଣଙ୍କର ଅଯଥା ଖର୍ଚ୍ଚ କମ୍ ହୋଇଯିବ, ଆପଣଙ୍କର ସଞ୍ଚିତ ଅର୍ଥରେ ବୃଦ୍ଧି ହେବ, ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢ଼ିବ। ତ ବନ୍ଧୁମାନେ, ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ବିଷ୍ଣୁ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଜୟ ଜଗନ୍ନାଥ।